प्रभु जीशु ख्रीष्टଙ୍କ ଅତି ବହୁମୂଲ୍ୟ ନାମରେ ମୁଁ ଆପଣମାନଙ୍କୁ ଆନ୍ତରିକ ଶୁଭେଚ୍ଛା ଏବଂ ଅଭିନନ୍ଦନ ଜଣାଏ। ପ୍ରଭୁଙ୍କ ନାମରେ ପ୍ରଶଂସା ହେଉ। ପ୍ରଭୁ ତାଙ୍କ ବାକ୍ୟ ଦ୍ୱାରା ଆମମାନଙ୍କୁ ଏହି ଦିନମାନଙ୍କରେ ସେ ଗୁଡ଼େ ବିଷୟ ବୁଝିବା ପାଇଁ ସାହାଯ୍ୟ କରୁଛନ୍ତି। ଆଉ ଈଶ୍ୱରଙ୍କ ବାକ୍ୟ ଆମ ପାଇଁ ଯଥେଷ୍ଟ ଅଟେ। ମନୁଷ୍ୟ ତାର ଜୀବନ କାଳରେ ଯାହା ଯାହା ଜାଣିବା ଦରକାର ସେ সকল ବିଷୟ ପ୍ରଭୁ ବାଇବଲରେ ଲିପିବଦ୍ଧ କରିଛନ୍ତି। ମୁଁ ପ୍ରଭୁଙ୍କ ପ୍ରଶଂସା କରେ ଯେ ଦିନମାନଙ୍କରେ ସେ ଆମମାନଙ୍କୁ ତାଙ୍କ ବାକ୍ୟ ଦ୍ୱାରା କଥା ହେଉଛନ୍ତି, ପୁଣି ପବିତ୍ର ଆତ୍ମାଙ୍କ ଦ୍ୱାରା ତାଙ୍କ ବାକ୍ୟ ଗୁଡ଼ିକ ବୁଝିବା ପାଇଁ ମଧ୍ୟ ଆମ୍ଭମାନଙ୍କୁ ସାହାଯ୍ୟ କରୁଛନ୍ତି। ଆଜି ଯେଉଁ ପ୍ରସଙ୍ଗରେ ମୁଁ ଆପଣମାନଙ୍କ ସମ୍ମୁଖରେ ପ୍ରଭୁଙ୍କର ବାକ୍ୟ ଉପସ୍ଥାପନ କରିବି ତାହା ହେଉଛି ମୃତ୍ୟୁର ଆଶୀର୍ବାଦ। ମୃତ୍ୟୁର ଆଶୀର୍ବାଦ। ମୃତ୍ୟୁ ଦ୍ୱାରା ଆମେ କ'ଣ ଆଶୀର୍ବାଦ ପାଇଥାଉ? ମୃତ୍ୟୁ ଦ୍ୱାରା ଆମେ କ'ଣ ଲାଭ ପାଇଥାଉ? ସାଧାରଣତଃ ଆମେ ମୃତ୍ୟୁ ଶବ୍ଦ ଆସିଲେ ଆମେ ଡରିଯାଉ। କେହି ମଧ୍ୟ ଚାହାନ୍ତି ନାହିଁ ମରିବା ପାଇଁ। ଦୁଃଖ ଆସୁ, କଷ୍ଟ ଆସୁ, ସମସ୍ୟା ଆସୁ, ନୈରାଶ୍ୟ ଥାଉ, ଯେତେ କଷ୍ଟ ଥିଲେ ମଧ୍ୟ ସମସ୍ତେ ବଞ୍ଚିବା ପାଇଁ ଚାହାନ୍ତି, କିନ୍ତୁ କେହି ମରିବା ପାଇଁ ଚାହାନ୍ତି ନାହିଁ। କେହି ମରିବା ପାଇଁ ଚାହାନ୍ତି ନାହିଁ। ପ୍ରଭୁ ଆମମାନଙ୍କୁ ସାହାଯ୍ୟ କରନ୍ତୁ। ଆଜି ତାଙ୍କ ବାକ୍ୟରୁ କେତୋଟି ବିଷୟ ଆମେ ବୁଝିବା ପାଇଁ ଚେଷ୍ଟା କରିବା। ଦୟାକରି ମସ୍ତ ଖୋଲନ୍ତୁ ଆପଣମାନେ ଗୀତ ସଂହିତା 90 ତାର 9 ପଦ ଆଉ 10 ପଦ। ଗୀତ 90 ତାର 9 ଆଉ 10 ମୁଁ ପଢୁଛି। ଏଠାରେ ପ୍ରକାର ଲେଖାଯାଏ, କାରଣ ଆମ୍ଭମାନଙ୍କର ସକଳ ଦିନ ତୁମ୍ଭ କୋପରେ ବହିଯାଏ। କଥିତ କାହାଣୀ ପରି ଆମ୍ଭେମାନେ ଆପଣା ଆପଣା ବର୍ଷ ସମାପ୍ତ କରୁଥାଉ। ଆମ୍ଭମାନଙ୍କ ଆୟୁର ପରିମାଣ 70 ବର୍ଷ ଅବା ବଳ ସକାଶେ 80 ବର୍ଷ ହୁଏ। ତଥାପି ତହିଁର ଗର୍ବ ଓ ପରିଶ୍ରମ ଦୁଃଖ ମାତ୍ର, କାରଣ ତାହା ଶୀଘ୍ର ବହିଯାଏ ଓ ଆମ୍ଭେମାନେ ଉଡ଼ିଯାଉ। ଏଠାରେ ଲେଖାଯାଉଛି ଗୋଟେ ବିଷୟ ଯେ ଆମର ଜୀବନ କଥିତ କାହାଣୀ ପରି, ଗୋଟେ କାହାଣୀ ପରି ଆମ ଜୀବନଟା ସରିଯାଏ। ଲେଖାଯାଉଛି ଆମ୍ଭମାନଙ୍କ ଆୟୁର ପରିମାଣ 70 ବର୍ଷ ଅବା ବଳ ସକାଶୁ 80 ବର୍ଷ ହୁଏ। ତାମାନେ କ'ଣ? ଆମେ 70 ବର୍ଷ ବା 80 ବର୍ଷ ବଞ୍ଚି ପାରୁ। ତଥାପି ତହିଁର ଗର୍ବ ଓ ପରିଶ୍ରମ ଦୁଃଖ ମାତ୍ର। ଯେଉଁ 70-80 ବର୍ଷ ଆମେ ବଞ୍ଚୁ, ତହିଁରେ ଆମେ ଅନେକ ବିଷୟ ନେଇ ଗର୍ବ କରିଥାଉ, ପରିଶ୍ରମ କରିଥାଉ, କିନ୍ତୁ ଏହି ଗର୍ବ ଓ ପରିଶ୍ରମ ଦୁଃଖ ମାତ୍ର ଅଟେ। ଏସବୁରେ ଆମକୁ କିଛି ଲାଭ ହୁଏ ନାହିଁ। ଅଳ୍ପ ବୟସ 70 କିମ୍ବା 80 ବର୍ଷ, ଆମେ ଜାଣୁ ମଣିଷକୁ ବଞ୍ଚିବା ପାଇଁ ମରିବା ପାଇଁ ବୟସର କୌଣସି ତାରତମ୍ୟ ନାହିଁ। ଯେକୌଣସି ବୟସରେ ମଧ୍ୟ ଜଣେ ମରିପାରେ, କିନ୍ତୁ ବଳ ସକାଶେ 70 ବା 80 ବର୍ଷ ହେଇପାରେ। ତାହା କ'ଣ ହୁଏ? ଗର୍ବ ଏବଂ ପରିଶ୍ରମରେ ଯାଏ। ଆପଣ ଭାବୁଥିବେ ନାଇଁ ଆଉ ଟିକେ ଅଧିକ ବର୍ଷ ବଞ୍ଚିଲେ ଭଲ ହୁଅନ୍ତା। ଆମେ ଜଣକ ବିଷୟ ଦେଖିବା। ଆଦି ପୁସ୍ତକ 47 ପର୍ବ ତାର 9 ପଦ। ଏଠାରେ ଲେଖାଯାଏ, ଯାକୁବ ଫାରୋଙ୍କୁ କହିଲେ, ମୋହର ପ୍ରବାସ କାଳର ଦିନ 130 ବର୍ଷ, ମୋର ପରମାୟୁର ଦିନ ଅଳ୍ପ ଓ ଆପଦଜନକ। ପୁଣି ମୋହର ପୂର୍ବପୁରୁଷ ମାନଙ୍କ ପ୍ରବାସକାଳୀନ ଆୟୁର ଦିନ ତୁଲ୍ୟ ନୁହେଁ। ଏଠାରେ ସେ 130 ବର୍ଷ ବଞ୍ଚିଲେ। ଆଉ ସେ କହୁଛନ୍ତି ଫାରୋଙ୍କୁ ସାକ୍ଷାତ କରିବା ସମୟରେ ଯେ ମୋର ପରମାୟୁର ଦିନ ଅଳ୍ପ ଓ ଆପଦଜନକ। ମୁଁ 130 ବର୍ଷ ବଞ୍ଚିଲି ସତ କଥା, କିନ୍ତୁ ମୋର ଦିନ ଗୁଡାକ ଆପଦରେ ହିଁ ପଳେଇଲା, ଭୟରେ ହିଁ ପଳେଇଲା। ଯଦି ଆପଣ ଯାକୁବଙ୍କ ଜୀବନକୁ ଆପଣ ଧ୍ୟାନ କରି ଦେଖିବେ ପ୍ରିୟ ଭାଇ ଭଉଣୀ ମାନେ, କେବଳ ଆପଦ ପୂର୍ଣ୍ଣ ହିଁ ଥିଲା। ମୁଁ ଆପଣଙ୍କୁ କହିବା ପାଇଁ ଚାହେଁ, ମଣିଷ ଜଗତରେ ଜନ୍ମ ନେଇଛି, ସେ ବଞ୍ଚେ, କିନ୍ତୁ ତାକୁ ମରିବାକୁ ହୁଏ। ଗତ ଦିନ ମାନଙ୍କରେ ଆମମାନଙ୍କ ପରିବାର ମଧ୍ୟରୁ, ଆମ୍ଭମାନଙ୍କ ବନ୍ଧୁବର୍ଗ ମଧ୍ୟରୁ, ସମାଜରୁ ନିଜ ଲୋକମାନେ ଅନେକ ଚାଲିଗଲେ। କିଏ ବାପାଙ୍କୁ ହରେଇଛି, କିଏ ସ୍ୱାମୀକୁ ହରେଇଛି, କିଏ ଯେ ପିଲାଙ୍କୁ ହରେଇଛି, ଆତ୍ମୀୟମାନଙ୍କୁ ହରେଇଛୁ। ଏପରିକି ଆମେ ସାନ୍ତ୍ୱନା ପାଇବା ପାଇଁ ମଧ୍ୟ ଆମେ ସକ୍ଷମ ହେଇପାରୁନାହୁଁ। ଆମକୁ କେହି ସାନ୍ତ୍ୱନା ବି ଦେଇପାରୁନାହାନ୍ତି। ଆମେ ବସିକି ଭାବୁଛୁ, ପ୍ରଭୁ କାହିଁକି ଆପଣ ନେଇଗଲେ? କାହିଁକି ଆପଣ ନେଇଗଲେ? ଆମ ଘରେ କେହି ଜନ୍ମ ହେଲେ ଆମେ କେବେ ପଚାରୁନୁ କାହିଁକି ପ୍ରଭୁ ଆପଣ ଦେଲେ ବୋଲିକି। ଆମେ ବହୁତ ଖୁସି ହେଇଯାଉଛୁ, କିନ୍ତୁ ପ୍ରଭୁ ଯେତେବେଳେ ନେଇଯାଆନ୍ତି ଆମେ ପ୍ରଶ୍ନ ପଚାରୁଛୁ, ପ୍ରଭୁ କାହିଁକି ଆପଣ ନେଲେ?
अल्प समय चिंता कर देखिबा आम पूर्वर जो माने मृत्युभोग करिसंती सेमानक संपर्क रे बाइबल कौन कहे बाइबल कौन कहे मुझे कहूली बाइबल जने मनुष्यर जीवन काल में जहाँ जहाँ दरकार समस्त विषय बाइबल लिखाई प्रभु आमान को साहाय्य करंतु आज ए मृत्युर आशीर्वाद ए मृत्युर लाभ संपर्क रे ध्यान करबा समय रे आमे केतोटी विषय ध्यान करबा जेसाय भाववादी पुस्तक तार 57 पर्व तार 1 पद जेसाय 57:1 लिखा जाउछि धार्मिक लोक विनष्ट हेउछि और से विषय रे केही मनोयोग करू नाही पुरी भक्त लोक माने निया जाउ अछंती धार्मिक माने जे आसंता विपदरू निया जाउ अछंती एहा केही विवेचना करू नाही एटा लिखा जाउछि धार्मिक लोक विनष्ट हेउछि पृथ्वी रे जदि धार्मिक लोक अधिक समय रहिबो से विनष्ट हो जीवो आपण अनेक जीवन को देखंतु जेमन आद्य अवस्था रे उत्तम प्रार्थना जीवन काटिछंती साधु जीवन काटिछंती पवित्र जीवन काटिछंती साक्ष्यमय जीवन काटिछंती अधिक वर्ष रहिबा द्वारा परवर्ती समय रे सन विनष्ट होइछंती तेणु से लोकर मरिबा भलो समय पूर्वरु ना बंचिबा भलो से विषय रे केही मनोयोग करू नाही पुणी भक्त लोक माने निया जाउ अछंती प्रभु भक्त लोक माने निया जाउ अछंती धार्मिक माने जे आसंता विपदरू निया जाउ अछंती एहा केही विवेचना करू नाही मोर प्रिय माने आगामी समय आहुरी भयंकर समय थिबो आगामी समय आहुरी कष्टदायक समय थिबो और परमेश्वर धार्मिक माननकु आसंता विपदरू नहीं जाउछंती माने प्रभु भक्त लोक माने साधु लोक माने जेते शीघ्र जगत परित्याग करि जिवे ताहा सेमान पई भलो अटे तार 2 पद देखिबे से शांति रे प्रवेश करे सरल पथगामी माने प्रत्येके अपना अपना शଯ୍या रे विश्राम करंती कि सुंदर लिखा जाउछि से शांति रे प्रवेश करे ए अशांत जगत ए समस्यार जगत ठारू से आगु को बढ़ी जाए से सरल लोक माने अपना अपना शଯ୍या रे विश्राम करंती तेणु ख्रिस्टियन मृत्यु को मृत्यु बोली कहे नहीं महानिद्रा बोली कहे महानिद्रा प्राप्त व्यक्ति माने से मरी नाहंती महानिद्रा प्राप्त होइछंती दिने उठिबे समय आसीबो समय उठिबे किंतु बाइबल कौन कहूछि आसंता विपदरू से निया जाउ अछंती शांति रे प्रवेश करू अछंती अपना अपना शଯ୍या रे विश्राम नेउ अछंती आउ धार्मिक लोक जदि अधिक समय रुहे जगत रे से विनष्ट हो जिवो चिंता कर देखंतु धार्मिक लोक जगत रहिबा भलो ना जगत परित्याग कर जिबा भलो प्रिय भाई भौणी माने प्रभु आमान को साहाय्य करंतु ए दिन मान कर बुझिबा पई मृत्यु तो निश्चय घटिबो मृत्यु अवश्य घटिबो यह मान को बुझिबा पई पड़िबो प्रिय भाई भौणी माने मृत्युर लाभ विषय रे आज म आपन मान को सम्मुख रे केतर विषय रखुछि बुझिबा पई चेष्टा करंतु आपण को परिवार आपण को प्रियजन मान को मधुर अनेक चली जाइछन्ती सत कथा किंतु से माने विनष्ट ही नाहंती मोर प्रिय माने प्रभु को नाम स्तुति हो यह बुझिबा पई मान को साहाय्य करंतु गोटे पद देखिबे जिहिजिकल तार 18 पर्व 23 पद जिहिजिकल 18:23 लिखा जाउछि प्रभु सदा प्रभु कहंती दुष्टर मरण रे कि आंभर किछि संतोष अछि बरं से अपना कुपथरु फेरी बंचु सेथिरे कि आंभर संतोष नहीं स्पष्ट लिखा जाउछि प्रभु कौन कहउछंती दुष्टर मरण रे कि आंभर किछि संतोष अछि दुष्ट माने जो मरुछंती प्रभु संतुष्ट नुहंती मोर प्रिय भाई भौणी माने मृत्यु अनिश्चित किंतु सुनिश्चित मृत्यु केतले भी आसी पारे किंतु दुष्टर मरण रे प्रभु संतुष्ट नुहंती आज अनेक राजा माने चली गलेनी मंत्री माने मरुछंती राष्ट्रपति बुद्धिजीवी शिल्पपति वैज्ञानिक डॉक्टर आईएएस ओएएस अनेक संभ्रांत लोक मान चली जाउछंती किंतु प्रभु को न जानी कि मरुछंती आ प्रभु संतुष्ट नुहंती किंतु से कुपथरु फेरिले प्रभु संतुष्ट अटंती प्रिय भाई भौणी मान आपण मान कहिबा पई चाहे जने व्यक्तिर मरण रे प्रभु संतुष्ट अछंती आ जने व्यक्तिर मरण रे प्रभु असंतुष्ट अछंती जो व्यक्ति प्रभु को जानी नहीं जो व्यक्ति प्रभु कर सत्यता को जानी नहीं उद्धार प्राप्त हेई नहीं से मरुछि आ प्रभु तार मरण रे संतुष्ट नुहंती किंतु बाइबल कहूछि
ଜଣେ ବ୍ୟକ୍ତିର ମରଣରେ ପ୍ରଭୁ ସନ୍ତୁଷ୍ଟ ଅଛନ୍ତି। ଜଣେ ବ୍ୟକ୍ତି ଯେତେବେଳେ ଚାଲିଯାଏ ସେତେବେଳେ ପ୍ରଭୁ ସନ୍ତୁଷ୍ଟ ହୁଅନ୍ତି। ସେ ବ୍ୟକ୍ତି କିଏ? ଗୀତ ସଂହିତା 116 ପର୍ବ ତାର 15 ପଦ। ଗୀତ 116 ତାର 15 ଲେଖାଯାଉଛି, ସଦାପ୍ରଭୁଙ୍କ ଦୃଷ୍ଟିରେ ତାହାଙ୍କ ସଦ୍ଭକ୍ତ ମାନଙ୍କ ମରଣ ବହୁମୂଲ୍ୟ ଅଟେ। ଜଣେ ବ୍ୟକ୍ତିର ମରଣ ବହୁମୂଲ୍ୟ ଅଟେ। କିଏ? ତାହାଙ୍କର ସଦ୍ଭକ୍ତ। ପ୍ରିୟ ଭାଇ ଭଉଣୀ ମାନେ, ମୁଁ କହିବା ପାଇଁ ଚାହେଁ, ଜଣେ ବ୍ୟକ୍ତି ଯେ ମରେ ତାର ମରଣରେ ପ୍ରଭୁ ସନ୍ତୁଷ୍ଟ ଅଛନ୍ତି। ଜଣେ ବ୍ୟକ୍ତି ଯେ ମରୁଛି ତାର ମରଣରେ ପ୍ରଭୁ ସନ୍ତୁଷ୍ଟ ନୁହନ୍ତି। ସେ କିଏ? ଦୁଷ୍ଟ, ଯେ ପ୍ରଭୁଙ୍କୁ ଜାଣି ନାହିଁ, ଯେ ପାପରେ ଅଛି, ମନ୍ଦତାରେ ଅଛି, ଅଶୁଚି ଜୀବନ କାଟୁଛି। ପ୍ରିୟ ଭାଇ ଭଉଣୀ ମାନେ, ପ୍ରଭୁ ଆମମାନଙ୍କୁ ସାହାଯ୍ୟ କରନ୍ତୁ ଏଇ ଦିନ ମାନଙ୍କରେ ବାକ୍ୟର ସତ୍ୟତାକୁ ବୁଝିବା ପାଇଁ। ଏ ଜଗତ ଆପଣଙ୍କର ମୋର ରହିବାର ଚିରଦିନର ସ୍ଥାନ ନୁହଁ। ଆଜି ନହେଲେ କାଲି ଆପଣଙ୍କୁ ମତେ ଜଗତ ଛାଡିବାକୁ ପଡିବ। ମୃତ୍ୟୁର ଆଶୀର୍ବାଦ ଆମକୁ ବୁଝିବାକୁ ପଡିବ। ପ୍ରଭୁ ଆମମାନଙ୍କୁ ସାହାଯ୍ୟ କରନ୍ତୁ। ଏହି ପ୍ରସଙ୍ଗରେ ମୁଁ ଆପଣମାନଙ୍କୁ ମୃତ୍ୟୁର ଆଶୀର୍ବାଦ କଣ, ମୃତ୍ୟୁର ଲାଭ କଣ, ତାହା ମୁଁ ଆପଣମାନଙ୍କୁ କହୁଛି। ଫିଲିପିଓ ମଣ୍ଡଳୀକୁ ଲେଖିବା ସମୟରେ ସାଧୁ ପାଉଲ ଗୋଟେ କଥା କହୁଛନ୍ତି। ଫିଲିପିଓ ତାର 1 ପର୍ବ 21 ପଦରେ ସେ କହୁଛନ୍ତି, କାରଣ ମୋ ପକ୍ଷରେ ଜୀବନ ଧାରଣ ଖ୍ରୀଷ୍ଟ, ପୁଣି ମୃତ୍ୟୁ ଭୋଗ ଲାଭଜନକ। ଏଇଟା କେମିତିକା କଥା? ସେ କହୁଛନ୍ତି ମୋ ପକ୍ଷରେ ଜୀବନ ଧାରଣ ଖ୍ରୀଷ୍ଟ, ପୁଣି ମୃତ୍ୟୁ ଭୋଗ ଲାଭଜନକ। ତାମାନେ ସେ କହିବା ପାଇଁ ଚାହାନ୍ତି, ମୁଁ ଯଦି ବଞ୍ଚିବି ଖ୍ରୀଷ୍ଟଙ୍କ ପାଇଁ ବଞ୍ଚିବି, ଆଉ ଯଦି ମରିବି ତାହା ମୋ ପାଇଁ ଲାଭର ବିଷୟ ଅଟେ। ପ୍ରିୟ ଭାଇ ଭଉଣୀ ମାନେ, এই ଦିନ ମାନଙ୍କର ବାକ୍ୟର ସତ୍ୟତା ଆମେ ବୁଝିପାରୁଛୁ। ଯଦି ଆମେ ବଞ୍ଚିବା ଖ୍ରୀଷ୍ଟଙ୍କ ପାଇଁ ବଞ୍ଚିବା, ପୁଣି ଯଦି ମରିବା ଆମ ପାଇଁ ଲାଭ ଅଟେ। କାରଣ ଏହି ଭ୍ରଷ୍ଟ, ଏ କଳଙ୍କିତ, ଏ ମନ୍ଦ, ଏ ଅସାଧୁ, ଏ ପାପରେ ପରିପୂର୍ଣ୍ଣ ଜଗତ ଆମେ ପରିତ୍ୟାଗ କରିକି ଯାଉଛୁ। ଯେଉଁ ଜଗତ ଆମେ ରହିବାର ଯୋଗ୍ୟ ସ୍ଥାନ ନୁହେଁ, ଯେଉଁ ଜଗତରେ ବାସ୍ତବରେ ଖ୍ରୀଷ୍ଟ ବିଶ୍ୱାସୀ ରହିପାରୁନାହିଁ, ସେ କଷ୍ଟ ପାଉଛି। ଏ ପ୍ରକାର ଏକ ଦୁଃଖଦର ସ୍ଥାନ, ଏ ପ୍ରକାର ଏକ ସମସ୍ୟାପୂର୍ଣ୍ଣ ସ୍ଥାନରେ ଆମେ ବାସ କରୁଛୁ। ଯେତେ ଶୀଘ୍ର ଏ ଜଗତ ଆମେ ଛାଡିକି ଯିବା। ଆମେ ପଢିଲୁ ନା, ଧାର୍ମିକ ମାନେ ବିନଷ୍ଟ ହଉଛନ୍ତି। ସାଧୁମାନେ, ପବିତ୍ର ଲୋକମାନେ, ସାକ୍ଷ୍ୟମୟ ଜୀବନ ଯେଉଁମାନେ କାଟିଥିଲେ, ପ୍ରଭୁଙ୍କ ସେବା ନିମନ୍ତେ ବିନିଯୋଗ ହେଇଥିଲେ, ଯେମାନଙ୍କୁ ପ୍ରଭୁ ଆଶ୍ଚର୍ଯ୍ୟ ଭାବରେ ବ୍ୟବହାର କରିଥିଲେ, କିନ୍ତୁ ଅଧିକ ଦିନ ଜଗତ ରହିବା ଦ୍ୱାରା, ଏ ପାପପୂର୍ଣ୍ଣ ଜଗତ ରହିବା ଦ୍ୱାରା ସେମାନଙ୍କ ଜୀବନରେ ଅନେକ ପାପ, ଅନେକ କଳଙ୍କିତ କାର୍ଯ୍ୟ କରିଛନ୍ତି। ତେଣୁ ଜଣେ ସାଧୁ ବ୍ୟକ୍ତି ଯେତେ ଶୀଘ୍ର ଜଗତକୁ ପରିତ୍ୟାଗ କରିବ, ଜଣେ ଖ୍ରୀଷ୍ଟିଆନ, ଜଣେ ବିଶ୍ୱାସୀ ଯେତେ ଶୀଘ୍ର ଜଗତକୁ ପରିତ୍ୟାଗ କରିବ, ତା ପାଇଁ ଭଲ ଅଟେ। ଧାର୍ମିକ ମାନେ ଆସନ୍ତା ବିପଦରୁ ନିଆଯାଉଅଛନ୍ତି। हे मोर प्रिय भाई भौणी माने, प्रभुଙ୍କ नामर स्तुति हो। आम पूर्वर जो मैंने चली जाइछंती से भाग्यवान अटंती, कारण से माने ए मंद जगत, ए पापपूर्ण जगत से आगु को बढ़िकी अनंत राज्य को जाउछंती। आ जीवा पूर्व से अल्प समय पाए से विश्राम करिसंती। दिन आसीबो उठिबे से माने। प्रभुଙ୍କ नामर स्तुति हो। प्रिय भाई भौणी माने, प्रभु दिन मानकर मानकु तांग वाक्य द्वारा स्पष्ट भाव मानकु से बुझाउछंती। आसंतु आगु को बढ़िबा। मृत्यु किपरि आशीर्वाद हो पारे, मृत्यु कि प्रकार आम लाभजनक हो पारे, ता माने अल्प समय ध्यान करिबा। आसंतु देखिबा मृत्युर प्रथम आशीर्वाद बा मृत्युर प्रथम लाभ। जदि आपण खोलिबे मो सहित रोमियो तार 6 पर्व 7 पद, एठार प्रकार लिखा जाए, यह तो आम्भे माने जानू, कारण जे मरी अछि से पापरु मुक्त होई अछि। प्रथम आशीर्वाद कौन? जे मरी अछि से पापरु मुक्त होई अछि। प्रिय भाई भौणी माने, आंब मान परिवार मध्यरु आमर जो प्रियजन माने चली जाइछंती, मृत्युवरण करिछंती, से माने पापरु मुक्त होइछंती। किंतु आपण देखंतु जे बंचिछंती, आम कथा चिंता करबा। आमे जे माने बंचिछु, आमे प्रतिदिन मेंचे मेंचे पाप करूछु, प्रति मुहूर्त रे पाप करूछु। किंतु जे माने मृत्यु भोग करिछंती, यीशु को उद्धारकर्ता भाबरे ग्रहण करी पाप क्षमा पाई पापरु पृथक रही जन मरी छंती, से माने पापरु मुक्त हो जाइछंती। आउ पाप करि पारिबे नाही। से माने कि सौभाग्य समान करो। यह होची प्रथम लाभ। जदि से माने अधिक समय रहिबे जगत रे, आहुरी पाप करिबे, आहुरी मंदतार आसक्त हेबे, आउ से पाप करि पारे नाही। प्रिय भाई भौणी माने, प्रभु आमान को साहाय्य करंतु। यह होची प्रथम लाभ। चिंता करि देखंतु, जो माने आपनको परिवार प्रभु को जानि छंती, प्रार्थना जीवन काटि छंती, प्रभु भय जीवन काटि छंती, आउ समान चली जाई छंती, किंतु आपण जे रही छंती, आमे जो रहिछु, आम माने आम अवस्था कोन? पाप करिवार संभावना अछि, पाप रे पतित हेबार संभावना अछि, अबाट रे जेबार संभावना अछि, गुप्त पाप रहिबार संभावना अछि। किंतु जे मरी छी से पापरु मुक्त हो जाइछि। यह तांको पे आशीर्वाद अटे। प्रिय माने, यह तांको पे लाभ अटे।
ସେଇଥିପାଇଁ ସାଧୁ ପାଉଲ କହୁଛନ୍ତି ମୋ ପକ୍ଷରେ ଜୀବନ ଧାରଣ ଖ୍ରୀଷ୍ଟ ଆଉ ମୃତ୍ୟୁ ଭୋଗ ଲାଭଜନକ ଅଟେ। ଆମେ ଯେବେ ମରିଯିବା ଆମେ ପାପରୁ ମୁକ୍ତ ହେଇଯିବା, ଆଉ ପାପ କରିପାରିବା ନାହିଁ। ଏହା ହେଉଛି ପ୍ରଥମ ଲାଭ। ମୋର ପ୍ରିୟମାନେ, ଆପଣ କେବେ ଚିନ୍ତା କରିଛନ୍ତି ଆପଣଙ୍କ ଘରେ ଯେଉଁମାନେ ଚାଲି ଯାଇଛନ୍ତି ସେମାନେ ଆଉ ପାପ କରିପାରୁନାହାନ୍ତି, କିନ୍ତୁ ଆପଣ ଆଉ ମୁଁ ଆମେ ଯେଉଁମାନେ ରହିଛୁ ଆମେ ପ୍ରତିଦିନ କିଛି ନା କିଛି ଭୁଲ କରିଥାଉଛୁ, କିଛି ନା କିଛି ପାପ ଆମେ କରିଥାଉଛୁ। ତ ଏହା ହେଉଛି ପ୍ରଥମ ଲାଭ। ଆଉ ଦ୍ୱିତୀୟ ଲାଭ ଦେଖିବେ ରୋମିଓ ତାର 8 ପର୍ବ 22 ଏବଂ 23 ପଦ। ରୋମିଓ 8, 22 ଏବଂ 23 ମୁଁ ପଢୁଛି। କାରଣ ସମସ୍ତ ସୃଷ୍ଟି ଯେ ଆଜି ପର୍ଯ୍ୟନ୍ତ ଏକ ସଙ୍ଗରେ ଆର୍ତ୍ତନାଦ କରୁଅଛି ଓ ପ୍ରସବ ବେଦନାରେ ବ୍ୟଥିତ ହେଉଅଛି, ଏହା ତ ଆମ୍ଭେମାନେ ଜାଣୁ। ଆଉ କେବଳ ତାହା ନୁହେଁ, କିନ୍ତୁ ପ୍ରଥମ ଫଳ ସ୍ୱରୂପ ଆତ୍ମାଙ୍କୁ ପାଇଅଛୁ ଯେ ଆମ୍ଭେମାନେ ନିଜେ ନିଜେ ମଧ୍ୟ ପୁତ୍ରତ୍ୱ ଅର୍ଥାତ୍ ଆପଣା ଶରୀରର ମୁକ୍ତି ନିମନ୍ତେ ଅପେକ୍ଷା କରୁ କରୁ ଆପଣା ଅନ୍ତରରେ ଆର୍ତ୍ତନାଦ କରୁଅଛୁ। ମୋର ପ୍ରିୟମାନେ, ଆମେ ଯେଉଁ ଶରୀରରେ ବାସ କରୁଛୁ ଏବେ ପୁତ୍ରତ୍ୱର ଆତ୍ମା ତ ପାଇଛୁ, କିନ୍ତୁ ଆମର ଶରୀରରେ ଅନେକ କଷ୍ଟ ପାଉଛୁ, ଅନେକ ଯନ୍ତ୍ରଣା ପାଉଛୁ, ଆଉ ଏ ଶରୀରର ମୁକ୍ତିର ଅପେକ୍ଷାରେ ଆମେ ରହିଛୁ। ଦିନ ଆସିବ ଯେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଯେବେ ଆସିବେ ଏ ଶରୀର ଯନ୍ତ୍ରଣା ଆମେ ସମ୍ପୂର୍ଣ୍ଣ ଭାବରେ ଉଦ୍ଧାର ପାଇଯିବୁ। କିନ୍ତୁ ଯେ ମରିଛି ସେ ଶରୀରର କଷ୍ଟରୁ ମଧ୍ୟ ଉଦ୍ଧାର ପାଇଯାଇଛି, ଆଉ ତାଙ୍କ ଜୀବନରେ ସେ ଶରୀରର କଷ୍ଟ ଆସିବ ନାହିଁ। ଏହା ହେଉଛି ଦ୍ୱିତୀୟ ଲାଭ। ସାଧୁ ପାଉଲ କହୁଛନ୍ତି ରୋମିଓ ତାର 7 ପର୍ବ 24 ପଦରେ, ହାୟ ଦୁର୍ଭାଗ୍ୟ ମନୁଷ୍ୟ ଯେ ମୋତେ ଏହି ମୃତ୍ୟୁର ଶରୀରରୁ କିଏ ଉଦ୍ଧାର କରିବ? ଏ ଶରୀରରେ ଏବେ ପର୍ଯ୍ୟନ୍ତ କଷ୍ଟ ଅଛି, ଗୋଟେ ବେଦନା ଅଛି, ଗୋଟେ ଯନ୍ତ୍ରଣା ଅଛି। ସାଧୁ ପାଉଲ ବି କହୁଛନ୍ତି ନା, ମୁଁ ପ୍ରାର୍ଥନା କଲି କିନ୍ତୁ ପ୍ରଭୁ ମୋତେ କହିଲେ ମୋର ଅନୁଗ୍ରହ ତ ପାଇଁ ଯଥେଷ୍ଟ। ପ୍ରିୟ ଭାଇ ଭଉଣୀ ମାନେ, ମୁଁ କହିବା ପାଇଁ ଚାହେଁ ଯେଉଁମାନେ ମୃତ୍ୟୁ ଭୋଗ କରିଛନ୍ତି ସେମାନେ ପାପରୁ ତ ମୁକ୍ତ ହେଇଯାଇଛନ୍ତି, କଷ୍ଟରୁ ମଧ୍ୟ ମୁକ୍ତ ହେଇଯାଇଛନ୍ତି। ଏବେ ଆଉ କଷ୍ଟ ପାଉନାହାନ୍ତି। ସେମାନେ ଯେଉଁ କିଡନୀ ପ୍ରୋବ୍ଲେମରେ କଷ୍ଟ ପାଉଥିଲେ, ହାର୍ଟ ପ୍ରୋବ୍ଲେମରେ କଷ୍ଟ ପାଉଥିଲେ, ଲିଭର ସିରୋସିସ୍ ହେଇଯାଇଥିଲା, ଜଣ୍ଡିସରେ କଷ୍ଟ ପାଉଥିଲେ, ଅନେକ କଷ୍ଟ ସେମାନେ ପାଉଥିଲେ। ଆମେ ଭାବୁଥିଲୁ କ'ଣ, କଷ୍ଟ ପାଆନ୍ତୁ ପଛେ ରହିଥାନ୍ତୁ, ମୋ ବାପା ରହିଥାନ୍ତୁ, ମୋ ମା ରହିଥାନ୍ତୁ, ମୋ ସ୍ୱାମୀ ସ୍ତ୍ରୀ ରହିଥାନ୍ତୁ, ମୋ ପିଲାମାନେ କଷ୍ଟ ହେଲେ ବି ରହିଥାନ୍ତୁ। କିନ୍ତୁ ବାଇବଲର ପରମେଶ୍ୱର ସେମାନଙ୍କୁ କଷ୍ଟରୁ ମୁକ୍ତ କରିଦେଇଛନ୍ତି। ଆଉ ପେଇନ୍ ନାହିଁ, ସେମାନେ ପାପ ତ କରିପାରିବେ ନାହିଁ, ଆଉ ପେଇନ୍ ମଧ୍ୟ ସେମାନଙ୍କର ନାହିଁ। ସବୁ ଶାରୀରିକ ଯନ୍ତ୍ରଣାରୁ ମୁକ୍ତ ପାଇଯାଇଛନ୍ତି। ଦିନେ ସେମାନେ ଉଠିବେ ଯେତେବେଳେ ପ୍ରଭୁଙ୍କ ରାଜ୍ୟରେ ଯିବେ, ସେଠି ଆଉ କଷ୍ଟ ନଥିବ। ସେମାନେ ଯେଉଁ କିଡନୀ ପ୍ରୋବ୍ଲେମରେ ମରିଛନ୍ତି, ହାର୍ଟ ପ୍ରୋବ୍ଲେମରେ ମରିଛନ୍ତି, ବିଭିନ୍ନ ଶାରୀରିକ କଷ୍ଟ ମଧ୍ୟରେ ରୋଗରେ ମରିଛନ୍ତି, ଯେତେବେଳେ ସେମାନେ ପୁନରୁତ୍ଥିତ ଶରୀର ପାଇବେ ସେମାନଙ୍କ ଶରୀରରେ ସେ ଯନ୍ତ୍ରଣା ଆଉ ନଥିବ। କିନ୍ତୁ ବର୍ତ୍ତମାନ ମୃତ୍ୟୁର ଲାଭ କ'ଣ? ସେମାନେ ସେ କଷ୍ଟରୁ ଉଦ୍ଧାର ପାଇଯାଇଛନ୍ତି। ପ୍ରଭୁଙ୍କ ନାମର ସ୍ତୁତି ହଉ, ପ୍ରଭୁଙ୍କ ନାମର ପ୍ରଶଂସା ହଉ। ପ୍ରିୟମାନେ, ପ୍ରଭୁ ଆମମାନଙ୍କୁ ଏହା ବୁଝିବା ପାଇଁ ସାହାଯ୍ୟ କରନ୍ତୁ। ଆମେ ଅନେକ ଏବେ ପର୍ଯ୍ୟନ୍ତ ଦୁଃଖ କରୁଛୁ, ଅଭିମାନ କରୁଛୁ, ପ୍ରଭୁ କାହିଁକି ଆପଣ ନେଇଗଲେ ରାଜା? ମୋ ବାପାଙ୍କୁ କାହିଁକି ଆପଣ ନେଇଗଲେ? ମୋ ମାଙ୍କୁ ଆପଣ କାହିଁକି ନେଇଗଲେ? ମୋ ସ୍ତ୍ରୀଙ୍କୁ, ମୋ ସ୍ୱାମୀଙ୍କୁ ଆପଣ କାହିଁକି ନେଇଗଲେ ପ୍ରଭୁ ବୋଲି ଆମେ ପ୍ରଶ୍ନ କରୁଛୁ। କିନ୍ତୁ ଆଜି ଆମେ ବୁଝିପାରିବା ଦରକାର ଯେ ମୃତ୍ୟୁ ସେମାନଙ୍କ ପାଇଁ ଲାଭଜନକ ଅଟେ। ମୃତ୍ୟୁ ଖ୍ରୀଷ୍ଟ ବିଶ୍ୱାସୀ ନିମନ୍ତେ ଗୋଟେ ଆଶୀର୍ବାଦ ଜନକ ଅଟେ। ପ୍ରଭୁ ଆମମାନଙ୍କୁ ସାହାଯ୍ୟ କରନ୍ତୁ। ଆଉ ତୃତୀୟ ଆଶୀର୍ବାଦ ମୃତ୍ୟୁର, ତାହା ମୁଁ ଆପଣମାନଙ୍କୁ କହିବା ପାଇଁ ଚାହେଁ। ପ୍ରକାଶିତ ବାକ୍ୟ ତାର 14 ପର୍ବ 13 ପଦ। ଏଠାରେ ସ୍ପଷ୍ଟ ଭାବରେ ଲେଖାଯାଏ, ପୁଣି ମୁଁ ସ୍ୱର୍ଗରୁ ଏହି ବାଣୀ ଶୁଣିଲି, ଲେଖ, ଯେଉଁମାନେ ଏଣିକି ପ୍ରଭୁଙ୍କ ଠାରେ ଥାଇ ମରନ୍ତି ସେମାନେ ଧନ୍ୟ। ଆତ୍ମା କହୁଅଛନ୍ତି ସେମାନେ ଆପଣା ପରିଶ୍ରମରୁ ବିଶ୍ରାମ ପ୍ରାପ୍ତ ହେବେ, କାରଣ ସେମାନଙ୍କ କର୍ମ ସେମାନଙ୍କର ଅନୁବର୍ତ୍ତୀ ହେବ। ଏହା ହେଉଛି ତୃତୀୟ ଆଶୀର୍ବାଦ। କ'ଣ? ଯେଉଁମାନେ ପ୍ରଭୁଙ୍କ ଠାରେ ଥାଇ ମରନ୍ତି। ଏହା ସବୁଠାରୁ ବଡ଼ ବିଷୟ। ମରିବା ତ ମରିବା, ପ୍ରଭୁଙ୍କ ଠାରେ ଥାଇ ମରିବା ନା ପ୍ରଭୁଙ୍କ ବିନା ମରିବା? ପାପରେ ମରିବା ନା ପାପ ବିନା ମରିବା? ପାପ ଯୁକ୍ତ ମରଣ ନା ପାପ ମୁକ୍ତ ମରଣ? ଏଠାରେ ଆମେ ଦେଖୁଛୁ ଏଣିକି ଯେଉଁମାନେ ପ୍ରଭୁଙ୍କ ଠାରେ ଥାଇ ମରନ୍ତି ସେମାନେ ଧନ୍ୟ, ସେମାନେ ହିଁ ବ୍ଲେସେଡ୍, ସେମାନେ ହିଁ ଆଶୀର୍ବାଦ ପ୍ରାପ୍ତ ଲୋକ, ଯେଉଁମାନେ ପ୍ରଭୁଙ୍କ ଠାରେ ଥାଇ ମରନ୍ତି। ଆପଣ ବି ମରିବେ, ମୁଁ ବି ମରିବୁ, କିନ୍ତୁ ପାପ ସହିତ ମରିବୁ ନା ପାପ ବିନା ମରିବୁ ତାହା ଚିନ୍ତା କରିବା ଦରକାର। ଆଶୀର୍ବାଦ କ'ଣ ମୋର ପ୍ରିୟମାନେ? ସେମାନେ ପ୍ରଭୁଙ୍କ ଠାରେ ଥାଇ ମରନ୍ତି ସେମାନେ ଧନ୍ୟ। ଆତ୍ମା କହୁଅଛନ୍ତି ସେମାନେ ଆପଣା ପରିଶ୍ରମରୁ ବିଶ୍ରାମ ପ୍ରାପ୍ତ ହେବେ। ଦେଖନ୍ତୁ, ଯେଉଁମାନେ ମରିଛନ୍ତି ସେମାନେ ପରିଶ୍ରମରୁ ମୁକ୍ତ ହୋଇଛନ୍ତି।
ଆଉ ପରିଶ୍ରମ ନାହିଁ, ଆଉ ଷ୍ଟ୍ରେନ୍ ନାହିଁ। ପ୍ରିୟମାନେ, ପ୍ରଭୁ ଆମମାନଙ୍କୁ ଅନୁଗ୍ରହ କରନ୍ତୁ। ମୃତ୍ୟୁର ଲାଭ ଦେଖନ୍ତୁ, ସେମାନେ କେତେ କଷ୍ଟ ପାଉଥିଲେ, ପରିଶ୍ରମ କରୁଥିଲେ। ଜଣେ ଖ୍ରୀଷ୍ଟ ବିଶ୍ୱାସୀ ଯେତେବେଳେ ମରିଯାଏ, ସେ ପରିଶ୍ରମରୁ ମଧ୍ୟ ବିଶ୍ରାମ ପାଏ। ପ୍ରଭୁଙ୍କ ନାମର ସ୍ତୁତି ହଉ, ପ୍ରଭୁଙ୍କ ନାମର ଗୌରବ ହୁଏ। ଏହା ବୁଝିବା ପାଇଁ ପ୍ରଭୁ ସାହାଯ୍ୟ କରନ୍ତୁ। ଏହା ତୃତୀୟ ଲାଭ ଅଟେ। ମରିବା ତ ମରିବା ପ୍ରିୟମାନେ। ସେଦିନ ଦେଖନ୍ତୁ, କ୍ରୁଶର ସେଇ ଚରଟି ଯେ ଯୀଶୁଙ୍କୁ ପ୍ରଭୁ ବୋଲି ମାନିଲା, ନିଶ୍ଚିତ ଭାବରେ ତାର ମୃତ ଶରୀରକୁ ସେ ବୃହତ୍ ଗର୍ତ୍ତ ମଧ୍ୟରେ ପକାଇ ଦିଆଗଲା, କିନ୍ତୁ ତାର ଆତ୍ମା ପାରଦେଶରେ ପ୍ରବେଶ କରିଛି। ଆମେ ଦେଖୁଛୁ ପ୍ରଭୁ ଯୀଶୁ କହୁଛନ୍ତି, ଆଜି ତୁମେ ମୋ ସହିତ ପାରଦେଶରେ ଉପସ୍ଥିତ ହବ। ସେ କଷ୍ଟ ପାଇଲା ଶରୀରରେ, ଏବଂ ତାର ଶରୀର ମଧ୍ୟ ସେଇ ଜେରୁସାଲେମର ବାହାରେ ଯୋଉ ବୃହତ୍ ଗର୍ତ୍ତ ଥିଲା, ସେ ଗର୍ତ୍ତରେ ଫୋପାଡ଼ି ଦିଆଯାଉଥିଲା ଦସ୍ୟୁମାନଙ୍କର ଶରୀରକୁ, କିନ୍ତୁ ତାର ଆତ୍ମା ରକ୍ଷା ପାଇଗଲା। ମୁଁ କହିବା ପାଇଁ ଚାହେଁ ଯେ ମରିଛି, ସେ କଷ୍ଟରୁ ଉଦ୍ଧାର ପାଇଛି, ଦୁଃଖରୁ ଉଦ୍ଧାର ପାଇଛି, ଆଉ ତା ପାଇଁ ମୃତ୍ୟୁ ନାହିଁ। ମୃତ୍ୟୁ ପରେ ଆଉ ମୃତ୍ୟୁ ନାହିଁ। ଖ୍ରୀଷ୍ଟ ବିଶ୍ୱାସୀ ମାନଙ୍କ ପାଇଁ ଅନନ୍ତ ଜୀବନ ହିଁ ରହିଛି। ତେଣୁ ଏଇ ପ୍ରଥମ ମୃତ୍ୟୁ, ଯାହା ସେମାନେ ମୃତ୍ୟୁ ଭୋଗ କରିଛନ୍ତି, ତା ଲାଭଜନକ ଅଟେ। ମୁଁ କହୁଥିଲି ଆପଣମାନଙ୍କୁ, ପ୍ରଥମ ଲାଭ ପାପରୁ ମୁକ୍ତ, ଦ୍ୱିତୀୟ ଲାଭ କଷ୍ଟରୁ ମୁକ୍ତ, ତୃତୀୟ ଲାଭ ପରିଶ୍ରମରୁ ମୁକ୍ତ। ଆଉ କୌଣସି ପରିଶ୍ରମ ନାହିଁ ସେମାନଙ୍କ ପାଇଁ। ପ୍ରଭୁଙ୍କ ନାମର ଗୌରବ ହଉ। ଆମମାନଙ୍କୁ ବୁଝିବା ପାଇଁ ସାହାଯ୍ୟ କରନ୍ତୁ ଯେ ଆମର ପ୍ରିୟଜନ ମାନଙ୍କୁ ଯେଉଁମାନଙ୍କୁ ଆମେ ହରେଇଛୁ, ଆମେ ଦୁଃଖରେ କାଳ ନ କାଟୁ, ଦୁଃଖରେ କାଳ ନ କାଟୁ, କାରଣ ସେମାନେ ପ୍ରଭୁଙ୍କ ରାଜ୍ୟକୁ ଯାଇଛନ୍ତି, ପ୍ରଭୁଙ୍କ ରାଜ୍ୟରେ ଗୃହୀତ ହୋଇଛନ୍ତି। ଏହା ଏକ ବଡ଼ ଆଶୀର୍ବାଦର ବିଷୟ ଅଟେ। ଯଦି ଆପଣ ଦେଖିବେ, ଚତୁର୍ଥ ଲାଭ, ଚତୁର୍ଥ ଆଶୀର୍ବାଦ କ'ଣ ମୃତ୍ୟୁର? ପ୍ରଥମ ଥେସଲୋନିକୀୟ ତାର 4 ପର୍ବ ତାର 17 ପଦ ଲେଖାଯାଉଛି ଏଠି, ପରେ ଆମ୍ଭେମାନେ ଯେତେ ଲୋକ ଜୀବିତ ରହି ଅବଶିଷ୍ଟ ଥିବୁ, ପ୍ରଭୁଙ୍କ ସହିତ ସାକ୍ଷାତ କରିବା ନିମନ୍ତେ ଆମ୍ଭେମାନେ ସେମାନଙ୍କ ସହ ମେଘମାଳାରେ ଶୂନ୍ୟ ମଣ୍ଡଳକୁ ନୀତ ହେବୁ। ଏହି ପ୍ରକାରେ ଆମ୍ଭେମାନେ ସର୍ବଦା ପ୍ରଭୁଙ୍କ ସହିତ ରହିବୁ। ଏହା ଚତୁର୍ଥ ଲାଭ ଅଟେ ଯେ ମୃତ୍ୟୁ ପରେ ଆମ୍ଭେମାନେ ଆପଣା ଆପଣା ପ୍ରିୟଜନ ମାନଙ୍କ ସହିତ ପୁନର୍ମିଳିତ ହେଇପାରିବା, ସେମାନେ ସହିତ ରହିପାରିବା। ଯେଉଁମାନେ ଖ୍ରୀଷ୍ଟଙ୍କ ଠାରେ ଥାଇକି ମରିଛନ୍ତି, ଆଉ ଆମେ ଯେଉଁମାନେ ଖ୍ରୀଷ୍ଟଙ୍କ ଠାରେ ଥାଇକି ବଞ୍ଚୁଛୁ, ତୁରୀ ଶବ୍ଦ ହେଲା ପରେ ଯୋଉ ମେଘମାଳାକୁ ନୀତ ହେବା, ଆମର ପ୍ରିୟଜନ ମାନଙ୍କ ସହିତ ଆମେମାନେ ସଦାକାଳ ରହିବା, ପୁନର୍ମିଳିତ ହେଇପାରିବା। ଏହା ଏକ ଆଶୀର୍ବାଦ ଅଟେ। ମୋର ପ୍ରିୟମାନେ, ଅଣଖ୍ରୀଷ୍ଟିଆନ ମାନଙ୍କ ପାଇଁ, ଯେଉଁମାନେ ପ୍ରଭୁଙ୍କୁ ଜାଣନ୍ତି ନାହିଁ, ଉଦ୍ଧାର ପ୍ରାପ୍ତ ହେଇନାହାନ୍ତି, ସେମାନଙ୍କ ପାଇଁ ତ ଦୁଃଖ ହିଁ ଦୁଃଖ ରହିଛି, କଷ୍ଟ ହିଁ କଷ୍ଟ ରହିଛି। କିନ୍ତୁ ଖ୍ରୀଷ୍ଟ ବିଶ୍ୱାସୀ ମାନେ, ଆପଣମାନେ ମନେ ରଖିଥାନ୍ତୁ, ଯେଉଁ ପ୍ରିୟଜନ ମାନଙ୍କୁ ଆପଣମାନେ ହରେଇଛନ୍ତି, ପୁଣି ଥରେ ସାକ୍ଷାତ କରିବାର ସମ୍ଭାବନା ରହିଛି। ଏହା କି ଆଶ୍ଚର୍ଯ୍ୟର ବିଷୟ ଅଟେ। ଗୋଟେ ଗୌରବଯୁକ୍ତ ଶରୀରରେ, ଯେଉଁଠାରେ ରୋଗ ନାହିଁ, କଷ୍ଟ ନାହିଁ, ଅଶ୍ରୁ ନାହିଁ, ସେଦିନ ବିଳାପ ନାହିଁ, କ୍ରନ୍ଦନ ନାହିଁ, ଏ ପ୍ରକାର ଏକ ଆଶୀର୍ବାଦ ଯୁକ୍ତ ସ୍ଥାନରେ ଆପଣା ପ୍ରିୟଜନ ମାନଙ୍କୁ ଆମେ ପୁଣି ଥରେ ସାକ୍ଷାତ କରିପାରିବା, ପୁନର୍ମିଳିତ ହେଇପାରିବା। ଏହା ଚତୁର୍ଥ ଆଶୀର୍ବାଦ ଅଟେ। ପ୍ରଭୁଙ୍କ ନାମର ସ୍ତୁତି ହଉ। ପ୍ରିୟମାନେ, ପ୍ରଭୁ ଆମମାନଙ୍କୁ ସାହାଯ୍ୟ କରନ୍ତୁ ଏ সকল ବିଷୟ ବୁଝିବା ପାଇଁ ଯେ ଖ୍ରୀଷ୍ଟିଆନ ଯେବେ ମରିଯାଏ, କିଛି ସରିଯାଏ ନାହିଁ। ସେ ମହାନିଦ୍ରା ପ୍ରାପ୍ତ ହୋଇଛି, ସେ ପୁଣି ଉଠିବେ, ପୁଣି ତାଙ୍କ ସହିତ ଆମେ ଦିନେ ସାକ୍ଷାତ କରିବୁ। ଆମର ବାପାଙ୍କ ସହିତ, ଆମ ଜେଜେଙ୍କ ସହିତ, ଆମ ଆଣ୍ଟିଙ୍କ ସହିତ, ସ୍ତ୍ରୀଙ୍କ ସହିତ, ସ୍ୱାମୀ, ପୁଅ, ଝିଅ ଯେଉଁମାନେ ବି ଚାଲି ଯାଇଛନ୍ତି, ସେମାନଙ୍କ ସହିତ ପୁନର୍ମିଳିତ ହେବାର ସମ୍ଭାବନା ଅଛି। ଯେଉଁମାନେ ଖ୍ରୀଷ୍ଟଙ୍କ ଠାରେ ଥାଇକି ମରିଛନ୍ତି, ସେମାନଙ୍କୁ ଆମେ ସାକ୍ଷାତ କରିବା। ତେଣୁ ଆପଣମାନେ ମଧ୍ୟ ଖ୍ରୀଷ୍ଟଙ୍କ ଠାରେ ଥାଇ ବଞ୍ଚନ୍ତୁ, କାରଣ ତୁରୀ ଶବ୍ଦ ହେବା କ୍ଷଣି ଆମେ ମେଘମାଳାକୁ ନୀତ ହେବୁ। ଯଦି ବିଳମ୍ବ ହୁଏ, ଆମେମାନେ ମଧ୍ୟ ମହାନିଦ୍ରା ପ୍ରାପ୍ତ ହେଇପାରିବା। ଆମ ପାଇଁ ମଧ୍ୟ ମୃତ୍ୟୁ ଅପେକ୍ଷା କରୁଛି। ଯଦି ଯୀଶୁଙ୍କର ଆଗମନ ଏଇ ଦିନମାନଙ୍କର ହୁଏ ତ ଭଲ କଥା, ନଚେତ୍ ଆପଣଙ୍କୁ ଆଉ ମୋତେ ମଧ୍ୟ ବିଭିନ୍ନ ରୋଗରେ ମରିବା ପାଇଁ ପଡ଼ିବ, କଷ୍ଟରେ ମରିବା ପାଇଁ ପଡ଼ିବ, ବିଭିନ୍ନ ଯନ୍ତ୍ରଣା ଦେଇ ମରିବା ପାଇଁ ପଡ଼ିବ। କିନ୍ତୁ ଆଶୀର୍ବାଦ କ'ଣ? ଖ୍ରୀଷ୍ଟଙ୍କ ଠାରେ ଥାଇ ମରିବା ଦ୍ୱାରା ଆମେ ପୁଣି ଥରେ ଆପଣା ପ୍ରିୟଜନ ମାନଙ୍କୁ ସାକ୍ଷାତ କରିପାରିବା। ହାଲେଲୁୟା! କି ଗୌରବ ଯୁକ୍ତ ସମୟ ଅଟେ ପ୍ରିୟମାନେ ତାହା। এই ଭରସା ଖ୍ରୀଷ୍ଟିଆନର ରହିଛି, এই ଆଶୀର୍ବାଦ ଯୁକ୍ତ ଭରସା ରହିଛି। ତେଣୁ ମୃତ୍ୟୁ ଆମ ପାଇଁ ଲାଭଜନକ ଅଟେ, ଆମ ପାଇଁ ଆଶୀର୍ବାଦ ଯୁକ୍ତ ଅଟେ। ପ୍ରଭୁଙ୍କ ନାମର ସ୍ତୁତି ହେଉ। ଆସନ୍ତୁ ମୃତ୍ୟୁର ପଞ୍ଚମ ଆଶୀର୍ବାଦ, ମୃତ୍ୟୁର ପଞ୍ଚମ ଲାଭ କ'ଣ ତା ମାନେ ଦେଖିବା। ଲୁକ ତାର 16 ପର୍ବ ତାର 9 ପଦ, ଲୁକ 16 ତାର 9ରେ ଲେଖାଯାଏ, ମୁଁ ମଧ୍ୟ ତୁମମାନଙ୍କୁ କହୁଅଛି,
ଅଧର୍ମ ଧନରେ ଆପଣା ଆପଣା ନିମନ୍ତେ ବନ୍ଧୁ ଲାଭ କର, ଯେପରି ତାହା ଶେଷ ହେଲେ ସେମାନେ ତୁମ୍ଭମାନଙ୍କୁ ନିତ୍ୟସ୍ଥାୟୀ ବାସସ୍ଥାନରେ ଗ୍ରହଣ କରିବେ। ଏଠୁ ଆମେ ଜାଣିପାରୁଛୁ ଯେ ମରିଛି ସେ ତାର ନିତ୍ୟସ୍ଥାୟୀ ବାସସ୍ଥାନକୁ ଯିବା ପାଇଁ ବାହାର ହୋଇଛି। ସେ ଏଠି ଆମେ ମନ ପସନ୍ଦର ଘର ବନେଇଲେ, ଘରକୁ ଡେକୋରେଟ କଲେ, ଘର ସାମ୍ନାରେ ନାମ ଫଳକ ଲଗେଇଲେ, এইটা আমার পরমানেন্ট আড্রেস বলে কহিলে মধ্য আমକୁ নিজ ঘর ছাড়ি যাওয়াকে হব। আপনি নিজ ঘরে থাকতু বা ভড়া ঘরে থাকতু, ଆପଣ ବଡ଼ ବାଙ୍ଗାଲୋରରେ ରୁହନ୍ତୁ ବା ସାଧାରଣ କୁଟୀରରେ ରୁହନ୍ତୁ, ଆପଣଙ୍କୁ ଛାଡ଼ି ଯିବାକୁ ପଡ଼ିବ। କିନ୍ତୁ ଯେଉଁମାନେ ଖ୍ରୀଷ୍ଟଙ୍କ ଠାରେ ଥାଇକି ମରିଛନ୍ତି ତାଙ୍କର ଲାଭ କ'ଣ? ସେମାନଙ୍କ ନିତ୍ୟସ୍ଥାୟୀ ବାସସ୍ଥାନକୁ ସେମାନେ ଯିବେ। ସେମାନଙ୍କ ପାଇଁ ଗୋଟେ ନିତ୍ୟସ୍ଥାୟୀ ବାସସ୍ଥାନ ରହିଛି। ପ୍ରିୟ ବନ୍ଧୁ, ଆପଣଙ୍କର ପ୍ରିୟଜନ ମାନେ ଯେଉଁମାନେ ଖ୍ରୀଷ୍ଟଙ୍କ ଠାରେ ଥାଇକି ମରିଛନ୍ତି ସେମାନେ ଆପଣା ଆପଣା ନିତ୍ୟସ୍ଥାୟୀ ବାସସ୍ଥାନରେ ଦିନେ ଗୃହୀତ ହେବେ। ଯଦି ଆପଣ ଦେଖିବେ ଏବ୍ରି ତାର 11 ପର୍ବ 10 ପଦ, ଏବ୍ରି 11:10 ଲେଖାଯାଉଛି ଏଠାରେ, କାରଣ ଯେଉଁ ନଗର ଭିତ୍ତିମୂଳ ବିଶିଷ୍ଟ, ପୁଣି ଯାହାର ଶିଳ୍ପୀ ଓ ନିର୍ମାତା ସ୍ୱୟଂ ଈଶ୍ୱର, ସେ ତହିଁର ଅପେକ୍ଷାରେ ଥିଲେ। ଏଟା ଲେଖାଯାଉଛି ମୋର ପ୍ରିୟମାନେ, ଅବ୍ରାହମ କ'ଣ କଲେ? ସେ ତମ୍ବୁରେ ହିଁ ବାସ କଲେ। ଆପଣା ପୈତୃକ ଗୃହ ନଗର ସବୁ ପରିତ୍ୟାଗ କରି ଆସିଲେ। ସେ ତାଙ୍କର ପ୍ରବାସ କାଳ କେବଳ ତମ୍ବୁରେ ହିଁ କାଟିଲେ ବୋଲି ତା ପୂର୍ବବର୍ତ୍ତୀ ପଦରେ ଲେଖାଯାଏ। କାରଣ ସେ ଅପେକ୍ଷା କରୁଥିଲେ ଯେଉଁ ନଗର ଭିତ୍ତିମୂଳ ବିଶିଷ୍ଟ ଓ ଯାହାର ଶିଳ୍ପୀ ଓ ନିର୍ମାତା ସ୍ୱୟଂ ଈଶ୍ୱର, ସେ ତହିଁର ଅପେକ୍ଷାରେ ଥିଲେ। ମୋର ପ୍ରିୟମାନେ, ସେଇ ନଗର, ସେ ଗୃହର ଅପେକ୍ଷାରେ ଆପଣ ଅଛନ୍ତି କି? ସେଇଟା ଆପଣଙ୍କ ରହିବାର ସ୍ଥାନ କି? ଏଇଟା ତ ଆପଣ ଜଗତର ଲୋକମାନଙ୍କ ଦ୍ୱାରା ବନେଇଛନ୍ତି, ଜଗତର ଅର୍ଥ ବିନିମୟରେ ବନେଇଛନ୍ତି, କିନ୍ତୁ ଗୋଟେ ଗୃହ ଅଛି ଯେଉଁ ଗୃହର ଶିଳ୍ପୀ ଏବଂ ନିର୍ମାତା ସ୍ୱୟଂ ଈଶ୍ୱର ଅଟନ୍ତି, ଯାହା ଚିରସ୍ଥାୟୀ ବାସସ୍ଥାନ ଅଟେ। ଯେଉଁମାନେ ମରିଛନ୍ତି ସେମାନେ ସେଇ ଗୃହ ଅଭିମୁଖେ ଯାତ୍ରା କରିଛନ୍ତି। ପ୍ରିୟମାନେ, କି ସୌଭାଗ୍ୟର ବିଷୟ ଅଟେ, ଏହା ଏକ ଆଶୀର୍ବାଦର ବିଷୟ ଅଟେ। ପ୍ରିୟମାନେ, ଆପଣମାନେ ବ୍ୟତିବ୍ୟସ୍ତ ହେଉଛନ୍ତି, କହୁଛନ୍ତି ଏତେ ସୁନ୍ଦର ଘର ବନେଇଲେ ସେ ଉପଭୋଗ ମଧ୍ୟ କରିପାରିଲେ ନାହିଁ, ସେ ରହି ବି ପାରିଲେ ନାହିଁ, ଆଉ କିଛି ଦିନ ରହିଥିଲେ ହେଇଥାନ୍ତା। ପ୍ରିୟମାନେ, ଏଇଟା ଆପଣଙ୍କର ଚିରସ୍ଥାୟୀ ବାସସ୍ଥାନ ନୁହେଁ। ଗୋଟେ ବାସସ୍ଥାନ ଆପଣଙ୍କ ପାଇଁ ଅପେକ୍ଷା କରୁଛି। ଯେ ମରିଛି ପ୍ରଭୁଙ୍କ ଠାରେ ଥାଇକି ସେଇ ସ୍ଥାନ ନିମନ୍ତେ ସେମାନେ ବାହାରିଛନ୍ତି ଯିବା ପାଇଁ। ସେମାନେ ସେଇଠି ଦିନେ ସମ୍ପୂର୍ଣ୍ଣ ଭାବରେ ଗୃହୀତ ହେବେ, ସଦାକାଳ ସେଇ ଗୃହରେ ସେମାନେ ରହିବେ। ଏହା ଆଶୀର୍ବାଦ ନୁହେଁ କି? ତେବେ ଦୁଃଖିତ କାହିଁକି ଆପଣ? ତେବେ ଆପଣ ବିଚଳିତ କାହିଁକି? ତେବେ ଅଭିମାନ କାହିଁକି? ଅନେକେ ଏବେ ବାଇବେଲ ପଢିବା ବନ୍ଦ କରିଦେଲେଣି, ପ୍ରାର୍ଥନା ଆସୁନାହାନ୍ତି, ପ୍ରାର୍ଥନାରେ ମନୋନିବେଶ କରୁନାହାନ୍ତି। କାରଣ ସେମାନେ ପ୍ରାର୍ଥନା କରିଥିଲେ, ଉପବାସ ପ୍ରାର୍ଥନା କରିଥିଲେ ଆପଣ ପ୍ରିୟଜନ ମାନଙ୍କୁ ବଞ୍ଚେଇବା ପାଇଁ। ଅନେକଙ୍କୁ ପ୍ରାର୍ଥନା ଅନୁରୋଧ ମଧ୍ୟ ଜଣାଇଥିଲେ, ତଥାପି ସେମାନେ ବଞ୍ଚି ନାହାନ୍ତି। ସେମାନେ କହୁଛନ୍ତି କାହିଁକି ପ୍ରଭୁ ସେ ମୃତ୍ୟୁ ଭୋଗ କଲେ? କୋଉଠି ଭୁଲ ଥିଲା? ଭୁଲ ନୁହେଁ ମୋର ପ୍ରିୟମାନେ, ତାଙ୍କ ପାଇଁ ଆଶୀର୍ବାଦ ଥିଲା ଯେ ଏହି ପାପପୂର୍ଣ୍ଣ ଜଗତ ପରିତ୍ୟାଗ କରି ସେ ଆପଣ ଅନନ୍ତକାଳୀନ ଗୃହ ନିମନ୍ତେ ସେ ଯାତ୍ରା କରିଛନ୍ତି। ଏବଂ ଷଷ୍ଠ ଆଶୀର୍ବାଦ କ'ଣ ମୃତ୍ୟୁର? ପ୍ରକାଶିତ ବାକ୍ୟ 14 ପର୍ବ ତାର 13 ପଦ, ପୁଣି ଥରେ ପଢିବା। ସେ ପ୍ରକାଶିତ ବାକ୍ୟ 14 ପର୍ବ ତାର 13 ପଦ ଲେଖାଯାଉଛି, ପୁଣି ମୁଁ ସ୍ୱର୍ଗରୁ ଏହି ବାଣୀ ଶୁଣିଲି, ଲେଖ, ଯେଉଁମାନେ ଏଣିକି ପ୍ରଭୁଙ୍କ ଠାରେ ଥାଇ ମରନ୍ତି ସେମାନେ ଧନ୍ୟ। ମୁଁ ଆତ୍ମା କହୁଅଛନ୍ତି ସେମାନେ ଆପଣା ଆପଣା ପରିଶ୍ରମରୁ ବିଶ୍ରାମ ପ୍ରାପ୍ତ ହେବେ, କାରଣ ସେମାନଙ୍କ କର୍ମ ସେମାନଙ୍କର ଅନୁବର୍ତ୍ତୀ ହେବ। ଏହା ଏକ ବଡ଼ ଆଶୀର୍ବାଦ। କ'ଣ? ସେମାନଙ୍କର କର୍ମ ସେମାନଙ୍କ ଅନୁବର୍ତ୍ତୀ ହେବ। ସେମାନଙ୍କ କର୍ମ ଅନୁସାରେ ସେମାନେ ଫଳ ପ୍ରାପ୍ତ ହେବେ, ଆଶୀର୍ବାଦ ପ୍ରାପ୍ତ ହେବେ। ଯେ ମରିଛି ସେଦିନ ଆଶୀର୍ବାଦ ପ୍ରାପ୍ତ ହେବ, ତାଙ୍କର କର୍ମ ତାଙ୍କର ଅନୁବର୍ତ୍ତୀ ହେବ। ଏହା ଷଷ୍ଠ ଆଶୀର୍ବାଦ। ପ୍ରିୟମାନେ, ପ୍ରଭୁ ଆମମାନଙ୍କୁ ସାହାଯ୍ୟ କରନ୍ତୁ ଏହା ବୁଝିବା ପାଇଁ। କାରଣ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଯେତେବେଳେ ଆସିବେ ତାଙ୍କ ଲୋକମାନଙ୍କ ପାଇଁ ସେ ଆଶୀର୍ବାଦ ନେଇକି ଆସିବେ, ପୁରସ୍କାର ନେଇକି ଆସିବେ। ଆଉ ସେ କହୁଛନ୍ତି ସ୍ପଷ୍ଟ ଭାବରେ, ପ୍ରକାଶିତ ବାକ୍ୟ 22 ପର୍ବ ତାର 12 ପଦ ଲେଖାଯାଏ, ଦେଖ ଆମେ ଶୀଘ୍ର ଆସୁଅଛୁ, ପ୍ରତ୍ୟେକ ଲୋକକୁ ତାହାର କର୍ମାନୁସାରେ ଫଳ ଦେବାକୁ ଆମ୍ଭର ପୁରସ୍କାର ଆମ୍ଭ ସଙ୍ଗରେ ଅଛି। ପ୍ରଭୁ ପରମେଶ୍ୱର ସେଦିନ ତାଙ୍କୁ ପୁରସ୍କୃତ କରିବେ ଯେ ମରିଛନ୍ତି ପ୍ରଭୁଙ୍କ ଠାରେ ଥାଇକି।
ପାପରୁ ପୃଥକ ରହିକି ଗୋଟେ ପବିତ୍ର ଜୀବନ କାଟିକି ଯେଉଁମାନେ ମରିଛନ୍ତି ସେମାନଙ୍କ ପାଇଁ ଗୋଟେ ପୁରସ୍କାର ଅପେକ୍ଷା କରୁଛି। ଦିନ ଆସିବ, ଦିନେ ପ୍ରଭୁ କଣ କରିବେ? ଗୋଟେ ପୁରସ୍କାର ସମାରୋହ କରିବେ, ଆଉ ସମସ୍ତେ ତାଙ୍କୁ ପୁରସ୍କୃତ ହେବାର ଦେଖିବେ। ସେ ଗୁପ୍ତରେ ଯୋଉ ଦାନ ଦେଇଛନ୍ତି, ଯୋଉ ପ୍ରାର୍ଥନା ଜୀବନ କାଟିଛନ୍ତି, ଯୋଉ କଷ୍ଟ ସ୍ୱୀକାର କରିଛନ୍ତି, ଯୋଉ ଦୁଃଖ ଦେଇକି ଯାଇଛନ୍ତି, ତାଙ୍କର ସେ ସବୁର କର୍ମର ପୁରସ୍କାର ସେଦିନେ ଭୋଗ କରିବେ। ଏହା ଷଷ୍ଠ ଆଶୀର୍ବାଦ ଅଟେ। ଏବଂ ସପ୍ତମ ଆଶୀର୍ବାଦ ମୁଁ କହିବା ପାଇଁ ଚାହେଁ ମୃତ୍ୟୁର। ଯୋହନ ତାର 5 ପର୍ବ ତାର 24 ପଦ ଏଟା ଲେଖାଯାଏ, ସତ୍ୟ ସତ୍ୟ ମୁଁ ତୁମମାନଙ୍କୁ କହୁଅଛି ଯେ ମୋହର ବାକ୍ୟ ଶୁଣି ମୋହର ପ୍ରେରଣକର୍ତ୍ତାଙ୍କୁ ବିଶ୍ୱାସ କରେ ସେ ଅନନ୍ତ ଜୀବନ ପ୍ରାପ୍ତ ହୋଇଅଛି। ପୁଣି ସେ ବିଚାରିତ ନ ହୋଇ ବରଂ ମୃତ୍ୟୁକୁ ଅତିକ୍ରମ କରି ଜୀବନରେ ପ୍ରବେଶ କରିଅଛି। କେତେ ବଡ଼ ବିଷୟ ମୋର ପ୍ରିୟ ମାନେ, ଯେଉଁମାନେ ଯୀଶୁ ଖ୍ରୀଷ୍ଟଙ୍କର ବାକ୍ୟ ଶୁଣି ପିତାଙ୍କ ଠାରେ ବିଶ୍ୱାସ କରିଛନ୍ତି ସେମାନେ ଅନନ୍ତ ଜୀବନ ପ୍ରାପ୍ତ ହୋଇଅଛନ୍ତି। ମୃତ୍ୟୁକୁ ଅତିକ୍ରମ କରି ସେମାନେ ଜୀବନରେ ପ୍ରବେଶ କରିଛନ୍ତି। ପ୍ରିୟମାନେ, ପ୍ରଭୁଙ୍କ ନାମର ସ୍ତୁତି ହଉ। ସେମାନେ ବିଶ୍ୱାସ କରିଛନ୍ତି, ଅନନ୍ତ ଜୀବନ ପ୍ରାପ୍ତ ହୋଇଛନ୍ତି, ମୃତ୍ୟୁକୁ ଅତିକ୍ରମ କରି ଜୀବନରେ ପ୍ରବେଶ କରିଛନ୍ତି। କାରଣ ସେମାନେ ପ୍ରଭୁଙ୍କ ଠାରେ ବିଶ୍ୱାସ କରିଛନ୍ତି, ବିଶ୍ୱାସ ସ୍ଥିର ରହିଛନ୍ତି, ଅଟଳ ରହିଛନ୍ତି ମୃତ୍ୟୁ ପର୍ଯ୍ୟନ୍ତ। ଏହା ସେମାନଙ୍କ ପାଇଁ ଲାଭ ଅଟେ ଯେ ସେମାନେ ମୃତ୍ୟୁକୁ ଅତିକ୍ରମ କରି ଜୀବନରେ ପ୍ରବେଶ କରିଛନ୍ତି। ଆଉ ସେମାନଙ୍କ ନିମନ୍ତେ ମୃତ୍ୟୁ ଆଉ ଦ୍ୱିତୀୟ ମୃତ୍ୟୁ ନାହିଁ। ଯଦି ଆପଣ 28 ପଦ ଦେଖିବେ, ଲେଖାଯାଉଛି, ଏଥିରେ ଚମତ୍କୃତ ହୁଅ ନାହିଁ, କାରଣ ଯେଉଁ ସମୟରେ ସମାଧିସ୍ଥ ସମସ୍ତେ ତାହାଙ୍କ ସ୍ୱର ଶୁଣିବେ ଏବଂ ଯେଉଁମାନେ ସତ୍କର୍ମ କରିଅଛନ୍ତି ସେମାନେ ଜୀବନର ପୁନରୁତ୍ଥାନ ନିମନ୍ତେ ଓ ଯେଉଁମାନେ ଅସତ୍କର୍ମ କରିଅଛନ୍ତି ସେମାନେ ଦଣ୍ଡର ପୁନରୁତ୍ଥାନ ନିମନ୍ତେ ବାହାର ହୋଇ ଆସିବେ, ଏପରି ସମୟ ଆସୁଅଛି। ଯେଉଁମାନେ ଖ୍ରୀଷ୍ଟଙ୍କ ଠାରେ ଥାଇ ମରିଛନ୍ତି ପ୍ରିୟମାନେ, ସେମାନଙ୍କର ସତ୍କର୍ମ ସେମାନଙ୍କୁ ଅନୁବର୍ତ୍ତୀ ହେବ, ଆଉ ସେ ସତ୍କର୍ମର ପୁରସ୍କାର ସେମାନେ ପାଇବେ। ଏ ପ୍ରକାର ଏକ ସୌଭାଗ୍ୟର ସମୟ ରହିଛି। ପ୍ରଭୁଙ୍କ ନାମର ସ୍ତୁତି ହଉ। ପ୍ରଭୁଙ୍କ ଦାସ ଭାବରେ ମୁଁ ଆପଣମାନଙ୍କୁ କହିବା ପାଇଁ ଚାହେଁ, ଏଇ 7ଟି ବିଷୟ ହେଉଛି ଆମ ପାଇଁ ଆଶୀର୍ବାଦର ବିଷୟ ଅଟେ, ଆଶୀର୍ବାଦ ଯୁକ୍ତ ବିଷୟ ଅଟେ। ପ୍ରଭୁଙ୍କ ନାମର ସ୍ତୁତି ହଉ, ପ୍ରଭୁଙ୍କ ନାମର ଗୌରବ ହଉ। ଆଜି ଆମେ ମୃତ୍ୟୁର ଆଶୀର୍ବାଦ କଣ ଆମେ ଦେଖୁଥିଲୁ, ମୃତ୍ୟୁ ଦ୍ୱାରା ଖ୍ରୀଷ୍ଟ ବିଶ୍ୱାସର ଲାଭ କଣ ତାହା ଦେଖୁଥିଲୁ। ହୁଏତ ଆଗାମୀ ଦିନ ମାନଙ୍କରେ ଅନେକ ଚାଲିଯିବେ ଆମର ପ୍ରିୟଜନ ମାନେ। ଏ ଗତ ସମୟରେ ଅନେକ ଲୋକ ଚାଲିଗଲେ। এই କରୋନା ମହାମାରୀ ସକାଶେ ଆମେ ଫ୍ୟୁନେରାଲରେ ଯାଇପାରିଲୁ ନାହିଁ, ଆମେ ସେମାନଙ୍କୁ ଦେଖିପାରିଲୁ ନାହିଁ, ଆମେ ସମବେଦନା ଜଣେଇ ପାରିଲୁ ନାହିଁ, ଆମର କଣ୍ଡୋଲେନ୍ସ ଆମେ ଜଣେଇ ପାରିନାହୁଁ, ଆମେ ସମାଧି କ୍ରିୟାରେ ଅଂଶୀ ହେଇପାରିନାହୁଁ। ସମସ୍ତଙ୍କ ମନରେ ଦୁଃଖ ଅଛି, କିନ୍ତୁ ମୋର ପ୍ରିୟମାନେ ସେମାନେ ପାପରୁ ମୁକ୍ତ ହୋଇଯାଇଛନ୍ତି, କଷ୍ଟରୁ ମୁକ୍ତ ହୋଇଯାଇଛନ୍ତି, ପରିଶ୍ରମରୁ ମୁକ୍ତ ହୋଇଯାଇଛନ୍ତି। ଏ ଅଭିଶାପର ସ୍ଥାନରୁ ସେମାନେ ଗୋଟେ ଆଶୀର୍ବାଦ ଯୁକ୍ତ ସ୍ଥାନକୁ ସ୍ଥାନାନ୍ତରିତ ହୋଇଯାଇଛନ୍ତି। ଦିନ ଆସିବ ସେମାନଙ୍କୁ ଆପଣ ଦେଖିବେ ପୁଣି ଥରେ। ଆପଣ ମନରେ ଦୁଃଖ ଅଛି, ମୋ ବାପା ଚାଲିଯିବା ସମୟରେ, ମୋ ମା ଚାଲିଯିବା ସମୟରେ, ମୋର ପ୍ରିୟଜନ ଚାଲିଯିବା ସମୟରେ ମୁଁ ଶେଷ ଥର ବି ଦେଖିପାରିଲି ନାହିଁ। ବ୍ୟସ୍ତ ହୁଅନ୍ତୁ ନାହିଁ, ଆପଣଙ୍କ ପ୍ରିୟଜନଙ୍କୁ ଆପଣ ପୁଣି ଥରେ ପୁନର୍ମିଳିତ ହେବାର ସୌଭାଗ୍ୟ ରହିଛି। ସେ ଚିରସ୍ଥାୟୀ ବାସସ୍ଥାନରେ ଆପଣ ପୁଣି ଥରେ ଭେଟିବେ। ଆପଣ ସେ ପୁରସ୍କାର ସମାରୋହରେ ଆପଣ ବି ରହିବେ। ଆପଣ ପ୍ରିୟମାନେ, ପ୍ରଭୁଙ୍କ ନାମର ସ୍ତୁତି ହଉ, ସ୍ତୁତି ହଉ, ଗୌରବ ହଉ। ସେମାନେ ମୃତ୍ୟୁକୁ ଅତିକ୍ରମ କରି ଜୀବନରେ ପ୍ରବେଶ କରିଛନ୍ତି। ସେମାନେ ମୃତ୍ୟୁର ଜଗତ, ଏ ପାପର ଜଗତକୁ ପରିତ୍ୟାଗ କରି ପ୍ରଭୁଙ୍କ ରାଜ୍ୟରେ ଗୃହୀତ ହୋଇଛନ୍ତି। ପ୍ରଭୁଙ୍କ ନାମର ସ୍ତୁତି ହଉ, ଗୌରବ ହଉ। ପ୍ରଭୁଙ୍କ ଦାସ ଭାବରେ ମୁଁ ଆପଣମାନଙ୍କୁ ଏ ବାକ୍ୟ ଦ୍ୱାରା ଉତ୍ସାହିତ କରିବା ପାଇଁ ଚାହେଁ, ଖ୍ରୀଷ୍ଟଙ୍କ ଠାରେ ଥାଇକି ବଞ୍ଚନ୍ତୁ ଏବଂ ଖ୍ରୀଷ୍ଟଙ୍କ ଠାରେ ଥାଇ ମରନ୍ତୁ। ମୃତ୍ୟୁକୁ ଡରନ୍ତୁ ନାହିଁ। ମୃତ୍ୟୁ ତ ଆସିବ, ଆସୁ, କିନ୍ତୁ ଖ୍ରୀଷ୍ଟଙ୍କ ଠାରେ ଥାଇକି ମରିଛି ତାର ସୌଭାଗ୍ୟ କେତେ ବଡ଼। ଧାର୍ମିକ ମାନେ ଜଗତରେ ରହିବା ପାଇଁ ବାଞ୍ଛା କରିବା କଥା ନୁହେଁ, ଜଗତର ଆସକ୍ତି ହେବା କଥା ନୁହଁ, ଜଗତ ପ୍ରତି ସେମାନଙ୍କର ମନୋନିବେଶ କରିବା କଥା ନୁହଁ। କାରଣ ଏହି ଜଗତ ଆପଣଙ୍କର ମୋର ରହିବାର ଯୋଗ୍ୟ ସ୍ଥାନ ନାହିଁ। ଆମେ ଲାଳାୟିତ ହେବା ସେଇ ସ୍ଥାନ ନିମନ୍ତେ, ଉର୍ଦ୍ଧ୍ୱ ଦୃଷ୍ଟି କରି ବଞ୍ଚିବା, କାରଣ ତାହା ମାନଙ୍କ ସଦାକାଳ ରହିବାର ସ୍ଥାନ ଅଟେ। ଆସନ୍ତୁ ଆମେ ଚକ୍ଷୁ ବନ୍ଦ କରିବା ଏବଂ ପ୍ରାର୍ଥନା କରିବା ପାଇଁ ଯିବା। ମହାମଙ୍ଗଳମୟ ସ୍ୱର୍ଗସ୍ଥ ପିତା, ଆପଣଙ୍କ ପବିତ୍ର ନାମର ପ୍ରଶଂସା ଏବଂ ଧନ୍ୟବାଦ କରୁଛି। ପ୍ରଭୁ, ଆଜି ଆପଣ ଆମମାନଙ୍କୁ ମୃତ୍ୟୁର ଆଶୀର୍ବାଦ କଣ ତାହା ବୁଝିବା ପାଇଁ ଦେଇଛନ୍ତି। ଆପଣଙ୍କ ବାକ୍ୟର ଆଲୋକରେ ପ୍ରଭୁ ଆମେ ଅନେକ ବିଷୟ ଧ୍ୟାନ କରିଛୁ। ପ୍ରଭୁ, ଆମମାନଙ୍କୁ ସାହାଯ୍ୟ କରନ୍ତୁ ପିତା, ଆମମାନଙ୍କୁ ଅନୁଗ୍ରହ କରନ୍ତୁ। ଆମର ଯେଉଁ ପ୍ରିୟଜନ ମାନେ ଚାଲି ଯାଇଛନ୍ତି ଆପଣଙ୍କ ନିକଟକୁ ପ୍ରଭୁ, ମହାନିଦ୍ରା ପ୍ରାପ୍ତ ହୋଇଛନ୍ତି, ସେମାନଙ୍କ ସକାଶେ ଯେମାନେ ଦୁଃଖିତ, ବେଦନାଗ୍ରସ୍ତ ପ୍ରଭୁ, ସାନ୍ତ୍ୱନା ଗ୍ରହଣ କରିବା ପାଇଁ ସେମାନେ ଇଚ୍ଛା କରୁନାହାନ୍ତି, ମୁଁ ପ୍ରାର୍ଥନା କରେ ସେମାନଙ୍କୁ ସାନ୍ତ୍ୱନା ଦିଅନ୍ତୁ ପ୍ରଭୁ, ଜାଣିବା ପାଇଁ ସାହାଯ୍ୟ କରନ୍ତୁ ପ୍ରଭୁ। ସେମାନେ ଆସନ୍ତା ବିପଦରୁ ନିଆଯାଇ ଅଛନ୍ତି, ଶାନ୍ତିରେ ପ୍ରବେଶ କରିଅଛନ୍ତି, ଆପଣ ଶଯ୍ୟାରେ ବିଶ୍ରାମ କରିଅଛନ୍ତି।
धन्यवाद दिए प्रभु आपणकर सांत्वनाजनक वाक्य निमंते गोटे धार्मिक व्यक्तिर मरण आपण दृष्टि गोटे आशीर्वाद युक्त विषय अटे प्रभु यह मान आप बुझापी साहाय्य करंतु राजा साधु पाउल आम जपरी कहीपरू मो पक्षरे जीवन धारण ख्रीष्ट और मृत्यु भोग लाभजनक यह जपरी आम कहीपरू प्रभु आम अनुग्रह करंतु प्रभु आम बड़का दिन प्रभु जपरी आम गर्व परिश्रम अति मात्रा में भाराक्रांत न हो प्रभु प्रभु अनुग्रह करंतु प्रभु मनीष बंचार निर्दिष्ट समय नहीं प्रभु मृत्युर मध्य सठिक समय नहीं यह बुझापी साहाय्य करंतु जपरी सदा काल आपण रहीकि बंचबू प्रभु यही भरोसा जीवन काटिया साहाय्य करंतु पिता परमेश्वर आम को दया करंतु प्रभु आम जपरी गोटे पाप मुक्त जीवन काटि पारिबु पाप को घृणा करि पारिबु मंदतार दूरे रही पारिबु आम अनुग्रह करंतु सर्वदा अपेक्षारत जीवन काटिया साहाय्य करंतु प्रभु जो परिवार रू प्रभु अपना प्रियजन मान को हरई से शून्य स्थान प्रभु आपण पूरण करंतु से शून्य स्थान प्रभु आपण पूरण करंतु आपण को उपस्थिति दियंतु प्रभु आपण दया कर साहाय्य करंतु करुणामय पिता परमेश्वर आपण सांत्वना दाता परमेश्वर अटंती प्रभु आपण नाम स्तुति हो आपण नाम महिमा हो गौरव हो प्रभु प्रभु आम जपरी गोटे भरोसाहीन लोक मान पर शोकाकुल न हो प्रभु आम को अनुग्रह करंतु पिता परमेश्वर धन्यवाद दूसरे वाक्य निमंते कथा धन्यवाद दिए प्रभु परमेश्वर आम को साहाय्य करंतु प्रभु जब आम सर्वदा प्रभु आमर चिरस्थायी बासस्थान निमंते लालायित हो पारिबु अपेक्षारत जीवन काटि पारिबु आम को साहाय्य करंतु पिता प्रभु ए दिन मान करे आसुथिबा दुख कष्ट समस्या नैराश्य को प्रभु अतिक्रम करे प्रभु जपर ख्रीष्टाश्रित जीवन काटि पारिबु प्रभु आम को अनुग्रह करंतु पवित्र आत्मा परिपूर्ण जीवन काटि पारिबु आम को अनुग्रह करंतु ए मंद भ्रष्ट जगत दूरे रही प्रभु जेपरि आम से राज्य निमंते सर्वदा प्रस्तुत जीवन काटि पारिबु आम को अनुग्रह करंतु के दयामय स्वर्गस्थ पिता आज वाक्य द्वारा कथा होइतबार धन्यवाद दिए प्रत्येक दुखित परिवार दुखित मंडली जो मैंने अपना प्रियजन मान को हरई प्रभु आ दिन मान शोकाकुल अच्छा से अपना सांत्वना दिंतु ये वाक्य समस्त आशीर्वाद युक्त हो सांत्वना युक्त हो प्रभु लाभजनक हो बोली प्रार्थना करुछि पिता परमेश्वर आपण वाक्य धन्यवाद दिए प्रभु कारण आपण वाक्य स्पष्ट अटे जे मृत्यु गोटे ख्रीष्ट विश्वासी आशीर्वाद युक्त अटे गोटे भरोसा युक्त अटे प्रभु गोटे सांत्वनार विषय अटे धन्यवाद दूची प्रभु वाक्य द्वारा आपण कथा आदर महिमा आपण को दिए प्रभु ये प्रार्थना मृत्युंजय जीशु नाम मागुछि राजा दयारे ग्रहण करंतु आमेन।